ଆପଣ ବହିରେ ଲେଖିଛନ୍ତି ମୁଁ ଗୋଟିଏ ଟଙ୍କା ବି ରାଜନୀତିରୁ ନେଇନି। ଆପଣ ଏତେ ଟଙ୍କା ଇଲେକ୍ସନରେ କେମିତି ଖର୍ଚ୍ଚ କରନ୍ତି? ଏତେ ଟଙ୍କା କୋଉଠି? ମନେ କରନ୍ତୁ ସେ ପୁରୁଣା କଥାକୁ ଭୁଲି ଯାଆନ୍ତୁ। ଏବେ ତ ମ୍ୟୁନିସିପାଲିଟି ଇଲେକ୍ସନରେ ମୋର 7,000 ଟଙ୍କା ଖର୍ଚ୍ଚ ହେଇଥିଲା। 19 ମସିହାରେ, 14 ମସିହାରେ, 9 ମସିହାରେ ପ୍ରଥମେ ଯୋଉ ଜିତିଲି 80 ମସିହାରେ ମୋର 45,000 ଟଙ୍କା ଖର୍ଚ୍ଚ ଥିଲା। 45,000। 45,000 ଟଙ୍କା। 19 ମସିହା ବେଳକୁ ସେଟା କେତେରେ ଶୁଣନ୍ତୁ, 85 ଜିତିଲି 53,000 ଟଙ୍କା ଖର୍ଚ୍ଚ ହେଇଥିଲା। 53,000 ଟଙ୍କା ଲକ୍ଷ ପହଞ୍ଚିନଥିଲା କେବେ। କିନ୍ତୁ 2004 ମସିହା ପରେ 2004 ବି ମୋର ଖର୍ଚ୍ଚ ହେଇନି। ଆଶ୍ଚର୍ଯ୍ୟ ହେବେ ଆପଣ। ମତେ ସବୁ ପଞ୍ଚାୟତରୁ ଲୋକ ସେମାନେ ଯୋଗାଡ଼ କରିକି ଖର୍ଚ୍ଚ ହେଇଥିଲେ। ମୁଁ ସେତେବେଳେ ଗୋଟେ ନୂଆ ବଦଳ ଦେଇଥିଲି। ମୁଁ କହିଲି ଦେଖିବା ଲୋକଙ୍କ ମୋ ପ୍ରତି ଶ୍ରଦ୍ଧା ଅଛି ନା ନାହିଁ। ମୁଁ ଯେତେ ପ୍ରଚାର କଲି ମୁଁ କହିଲି ତୁ ପଇସା ଦେଲେ ମୁଁ ଛିଡା ହେବି। ଲୋକ ପଇସା ଦେଲେ ଆପଣଙ୍କୁ? ପୁରା ପଇସାରେ, ଲୋକଙ୍କ ପଇସାରେ 2004 ମସିହା ଇଲେକ୍ସନ। 9 ମସିହାରେ ଲୋକ ପଇସା ଦେଲେ କି ନାହିଁ? 9 ମସିହାରେ ମୁଁ ଲୋକଙ୍କୁ ପଇସା ନେଇ ମୋର ଯାହା ସଞ୍ଚିତ ଅର୍ଥ ଥିଲା ସେଇ ଅର୍ଥରେ ମୁଁ ଖର୍ଚ୍ଚ କରିଛି। ସେତେବେଳେ ଯାଇ ଲକ୍ଷ ପହଞ୍ଚିଲା। 14 ଆଉ 19? 14ରେ ତ ମୁଁ ଠିଆ ହେଇନି। 19ରେ ମୁଁ କହିବିନି। ତେଣୁ ସେଇଥିପାଇଁ ବହୁତ ସଭାରେ ମୁଁ କହେ ଯେ ଇଏ ରାଜନୀତିଟା କେତେ ଅସତ୍ୟ ହେଇଗଲାଣି। କାରଣ ଯିଏ ଦେଶର ପ୍ରାଇମ ମିନିଷ୍ଟର ହଉଛି, ଯିଏ ଚିଫ ମିନିଷ୍ଟର ହଉଛି, ଯିଏ ମାନେ ସବୁ ବଡ ବଡ ନେତା ହେଇକି ସବୁ ବିନା ପଦପଦବୀରେ ରହୁଛନ୍ତି, କେହି ସତ କହୁନାହାନ୍ତି। ଇଲେକ୍ସନ କମିଶନର ଯୋଉ ଦେଇଛି ଯେ କେତେ ଖର୍ଚ୍ଚ କଲ ତାର ହିସାବଟା ଦବ। ସେ ଜବାହରଲାଲ ନେହେରୁ ହୁଅନ୍ତୁ, ଇନ୍ଦିରା ଗାନ୍ଧୀ ହୁଅନ୍ତୁ, ଅଟଳ ବିହାରୀ ବାଜପେୟୀ ହୁଅନ୍ତୁ, କିମ୍ବା ମନମୋହନ ସିଂ ତ ଡାଇରେକ୍ଟ ଇଲେକ୍ସନ ଲଢି ନାହାନ୍ତି, କିମ୍ବା ଆଜି ମୋଦି ହୁଅନ୍ତୁ, ସେମାନେ ପ୍ରକୃତରେ ଯେତିକି ଖର୍ଚ୍ଚ କରୁଛନ୍ତି ଇଲେକ୍ସନ, ସତଟା ଲେଖିକି ଇଲେକ୍ସନ କମିଶନରକୁ ଦଉଛନ୍ତି କି? ଆମେ ଏମିତି ଗୋଟେ ପରିସ୍ଥିତି ଦେଶରେ ପହଞ୍ଚି ଗଲେଣି, ପ୍ରାଇମ ମିନିଷ୍ଟର ଇଜ ନଟ୍ ସ୍ପିକିଂ ଦ ଟ୍ରୁଥ, ଚିଫ ଜଷ୍ଟିସ ଯିଏ ହଉଥିବ ସିଏ ମଧ୍ୟ ସତ କହୁନଥିବ। ତାହେଲେ what is the real democracy? ତ 19 ମସିହାରେ ଆପଣ କଣ ସତ କହିଛନ୍ତି? କେତେ ପଇସା ଖର୍ଚ୍ଚ କରିଛନ୍ତି? ମୁଁ ସତ କହିନି। ଆପଣ ଗୋଟେ ଉଦାହରଣ ସୃଷ୍ଟି କଲେଣି ସତ କହି ଯେ କେତେ ପଇସା ଆପଣ 19 ଇଲେକ୍ସନରେ ଖର୍ଚ୍ଚ କରିଛନ୍ତି? କରି ତ ନାହିଁ ଆଉ ଏଇନା କଣ ମନ ଭିତରେ ପ୍ରତିକ୍ରିୟା ରହିଲା। କିନ୍ତୁ ମୁଁ ସତ କହିନି। ତ କେତେ ଟଙ୍କା ଯେତିକି ପଇସା ଖର୍ଚ୍ଚ କରିଛି ଆପଣ ସେତିକି ଇଲେକ୍ସନ ମୁଁ ଲେଖିକି ଦେଇନି। ତାର ଅଧିକ ଖର୍ଚ୍ଚ ମୋ ପାଇଁ ବି କିଛି ଲୋକ ବାଇଗଣ ଖର୍ଚ୍ଚ କରିଛନ୍ତି, ଇଏ କରିଛନ୍ତି, ସିଏ କରି ମୁଁ କୋଉଠୁ ପାଇବି? ତ ଆପଣ କଣ ପ୍ରଚୁର ଟଙ୍କା ଖର୍ଚ୍ଚ କରିଥିଲେ 19 ମସିହା? ମାନେ 80 ମସିହାକୁ କମ୍ପେୟାର କଲେ 19 ମସିହା ହେଲେ ନେଭର ଡିଫରେନ୍ସ। ଦିସ୍ ଇଜ ଦି ଚେଞ୍ଜ। 24 ମସିହା ବେଳକୁ ସ୍ଥିତି କଣ ହେଲା? 24 ମସିହା ଏକା କଥା, ନଥିଙ୍ଗ ଲେସ୍ ଅର୍ ମୋର୍ ଲାଇକ୍ 19। 2004 ମସିହାଠୁ ଆପଣ ଲକ୍ଷ୍ୟ କରିଥିବେ ଇଲେକ୍ସନ ଷ୍ଟାଇଲ ଅଫ ଫଙ୍କସନିଂଟା ଆମ ଓଡ଼ିଶାରେ ବଦଳିଗଲା। 2004 ପର୍ଯ୍ୟନ୍ତ ତାର ଗୋଟେ ସୀମା ଥିଲା।